ଏମିତି ଦେବି। ହଁ ଏମିତି ଏମିତି। ରାତି ଅନ୍ଧାରରେ ଜଳିପୋଡ଼ି ଛାରଖାର ହୋଇଗଲା ଚାଳଛପର ଘର। ଝିଅ ବାହାଘର ପାଇଁ ଘରେ ସଞ୍ଚି ରଖିଥିବା ଟଙ୍କା ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଆଉ ସେହି ଅଧପୋଡ଼ା ଟଙ୍କାକୁ ଦେଖି ଆଖିରୁ ଲୁହ ଶୁଖୁନି। କାଳରୂପୀ ନିଆଁ ସାରିଦେଇଛି ଗରିବ ଘରର ସୁଖ। ତେବେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବାଉଁଶପାଳ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ହୋଇ ଆଖି ପିଛୁଳାକେ ଧ୍ୱଂସ ହୋଇଯାଇଛି ଚାଳଛପର ଘର। ମିଳିଥିବା ସୂଚନା ଅନୁଯାୟୀ ବାଉଁଶପାଳ ଗ୍ରାମର ବସନ୍ତ ମଲ୍ଲିକଙ୍କ ଚାଳଘରେ ଗତ ରାତିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା, ଯେଉଁଥିରେ ଘରର ସମସ୍ତ ଆସବାବପତ୍ର ସହିତ ଝିଅ ବାହାଘର ପାଇଁ ଘରେ ରଖାଯାଇଥିବା ଟଙ୍କା ମଧ୍ୟ ଜଳିଯାଇଛି, ଯାହାକି ପାଖାପାଖି 3 ଲକ୍ଷରୁ ଅଧିକ ଟଙ୍କା ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ସେପଟେ ଏହି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘର ପାଖରେ ଥିବା ପାଳଗଦାରେ ମଧ୍ୟ ନିଆଁ ଲାଗି ତାହା ସମ୍ପୂର୍ଣ୍ଣ ଜଳିଯାଇଛି। ଏନେଇ ଖବର ପାଇ ଉଦଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବସନ୍ତ ନିଜର ସର୍ବସ୍ୱ ହରାଇଛନ୍ତି। ଆଉ କେଇଟା ମାସ ପରେ ହୋଇଥାନ୍ତା ଝିଅ ବାହାଘର, କିନ୍ତୁ ଆଖି ସାମ୍ନାରେ ନିଜ ଘର ଜଳିଯିବା ସହିତ ବସନ୍ତଙ୍କ ସବୁ ସୁଖ ଆଉ ସ୍ୱପ୍ନ ମଧ୍ୟ ଜଳି ଧ୍ୱଂସ ହୋଇଯାଇଛି। ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ ପରିବାର ଲୋକଙ୍କ ଜୀବନ ବର୍ତ୍ତି ଯାଇଥିବା ବେଳେ ଆଖି ସାମ୍ନାରେ ଘର ଜଳି ପୋଡ଼ି ଛାରଖାର ହୋଇଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସାରା ପରିବାର। हल्का पानी देबू है एत स्पीड देवा दरकार नहीं, हल्का देबू आम गोटे साइड तुम एपटे फिर आम एपटे टाणी अरे अब तू ही पूरा लगी ଏମିତି ଦେବି। ହଁ ଏମିତି ଏମିତି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ବସନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।